चरण करे आज जो विधेय आत्मा शब्द निमंते शासन आहुत होती विधेय आत्मा शब्द निमंते चरण तले अवध कर प्रार्थना निवेदन करे सहित आम श्रद्धा भाई परिवार परिजन परिवेश समस्त शारीरिक उन्नति करके श्री श्री ठाकुर श्री चरण तले अवध कर प्रार्थना निवेदन गोटे कथा जहाँ या पूर्व परिचालक महोदय सूचना करते अतिथि भत्ता ध्रुव है परिष्कार अंचल अतिथि नुहे कि वक्ता भी नुहे वक्तव्य द्वारा अभ्यास मोर ना काम तारी भितर ठाकुर किसी बुझी बुझी अबुझा कर काम जो टिके करुच्ची तारी भितर ध्रुव भाई अनेक किसी टेक्निकाई करदे वास्तविक से योग्यता मूल से समस्त को योग्य योग्यता हासिल करने केते बड़ मथरे बहन करके चलुची से असल कथा आज श्री विधेयात्मक शब्द निमंते शासन अनुष्ठान ये गोटे तात्विक अनुष्ठान कहले अत्युक्ति होना तात्विक शब्द की उपस्थापन कली कहीं आनंद मन भर रही जो आत्मा की चली जाए तारी उद्देश्य जदि भजन कीर्तन करा जाए नाम संकीर्तन करा जाए सत्संग करा जाए ताले से विधेयात्मा सदगति लाभ करे तत्वर कथा वास्तवता भीतर कौन था से बुझे पर्यंत जहाँ वास्तव ताकि जदि आम न जानू ताले तत्व विभक्ता भितर आम अनेक किसी भूल कर जहाँ ध्रुव भाई कहले असल वास्तवता हूँ वो बापमा को केते श्रद्धा करे भल पाए असल कथा से जो अच्छा जीवितावस्था अच्छा मुझे केते मथरे ग्रहण करके चली इष्ट आदर्श को जो मथरे ग्रहण कर चले वो बाप माँ को से ग्रहण कर चली से चली जावा दृष्टि श्राद्ध कली गयार पिंडदान कली जहाँ किसी पारलौकिक क्रिया विधिमत कले हुए से आत्मा से संतुष्ट होती कहीं श्री ठाकुर जो कथा कहले स्मृति अनुभूति की नहीं ही मनुष्य जीवन ये सबुड़ाक मनुष्य मध्य थाए जिते मनुष्य चली जाए आरपारिक चली जा समय स्मृति अनुभूति मध्य भितर ही थाए जिते मृत्यु काल उपस्थित हुए एगुड़ा प्रोमिनेट भाषी उठे से समय प्रोमिनेट भाषी उठे तार से समय शब्द दर्शन हुए ज्योति दर्शन हुए श्री श्री ठाकुर कहले एभली उज्जवल आलोक रश्मि ता सामने उद्भासित हुए एवं घोर ढां ढां होला परि शब्द दर्शन हुए या भितर सबुड़ाक मन पड़ जाए जोगुड़ाक एक्टिव अर्ज ता जीवदशा भितर थाए
ଯୋଉଟା ପ୍ରୋଭିନେଟ୍ ହେଇ ଥାଏ ସେଗୁଡାକ ବେଶୀ ଭାବରେ ମନେ ପଡିଯାଏ। ତା ଭିତରେ କଣ ଥାଏ? ଯଦି ଭଲ ଜିନିଷ ଥାଏ ସେଗୁଡାକ ମନେ ପଡେ, ଖରାପ ଜିନିଷ ଥିଲେ ସେଗୁଡାକ ମଧ୍ୟ ମନେ ପଡେ। ପରିବାର ପରିବେଶ ଭିତରେ ସେ ଯଦି କୋଉ ଜାଗାରେ ଅସୁଖ ହୋଇଛନ୍ତି, ନିର୍ଯାତିତ ହୋଇଛନ୍ତି, ସେଗୁଡାକ ଭାସି ଉଠେ। ସେଇ ଯୋଉଗୁଡାକ ପ୍ରୋଭିନେଟ୍ ହେଇକି ଭାସି ଉଠେ ସେଗୁଡାକ ଧରିକି ସେ ଆଲୋଚନାକୁ ଯାଏ। ହୁଏତ ଯୋଉମାନେ ତର୍କୀ ସମ୍ପନ୍ନ ହେଇଥାନ୍ତି, ଇଷ୍ଟପ୍ରାଣ ହେଇଥାନ୍ତି, ଏଇ ଜନ୍ମ ପର୍ଯ୍ୟନ୍ତ ଯେତିକି ସେମାନେ ଅଧିକାର କରିଥାନ୍ତି ବା ଯେତିକି ସେମାନଙ୍କ ଭିତରେ ମହଜୁଦ ଥାଏ ସେଇଆକୁ ଧରି ପୁନର୍ଜନ୍ମଟା ଲାଭ କରନ୍ତି। ନହେଲେ ଏଇ ଯୋଉ ଶବ୍ଦ ଦର୍ଶନ ଏବଂ ଜ୍ୟୋତି ଦର୍ଶନ ଭିତରେ ଏ ସବୁଗୁଡାକ ସେମାନେ ଭୁଲି ଯାଆନ୍ତି। ପରବର୍ତ୍ତୀ ଜନ୍ମରେ ପୁଣି ନୂଆ କରି ଆରମ୍ଭ ହୁଏ। କିନ୍ତୁ ଯୋଉମାନେ ତଦ୍ଗତି ସମ୍ପନ୍ନ ଇଷ୍ଟ ଆଦର୍ଶକୁ ଧରିକି ଚାଲିଥାନ୍ତି, ଯାହାକୁ କୁହାଯାଏ ଯେ ପରବର୍ତ୍ତୀ ଜନ୍ମରେ ସେମାନେ ସେଇଠାରୁ ହିଁ ଆରମ୍ଭ କରନ୍ତି। ଏମିତି ଅନେକ ନଜିର ମଧ୍ୟ ରହିଛି ଯୋଉମାନଙ୍କର ପୂର୍ବଜନ୍ମର ସ୍ମୃତି ମନ ଥାଏ। ଯେମିତି ଶ୍ରୀ ଠାକୁର କହିଲେ ଆପଣମାନେ ସମସ୍ତେ ଜାଣିଛନ୍ତି ଶ୍ରୀ ଠାକୁର କେତେ ଜନ୍ମର କଥା କହୁଥିଲେ, ଏ ଜନ୍ମକୁ ସେ କେମିତି ଆସିଛନ୍ତି, ପୂର୍ବ ଜନ୍ମରେ କଣ ଥିଲେ। ଯେମିତି ଗୋଟେ ଥର ଏମିତି କଥା ହଉ ଠାକୁର ଜଣେ ପ୍ରଶ୍ନ କରୁଛନ୍ତି, ଠାକୁର ଆପଣଙ୍କର ଏମିତି ଦୁର୍ବିଷହ ଜୀବନ କାହିଁକି? କହିବ କହିଲେ କୁରୁକ୍ଷେତ୍ର ଯୁଦ୍ଧରେ ମୁଁ ଯାହା କରିଛି ନା, କଥାଟା କହିକି ରହିଗଲେ। ମୁଁ ଯେତେବେଳେ କୃଷ୍ଣ ଚାହୁଁଛନ୍ତି ତାଙ୍କ ପାଖକୁ ସବୁ କିଛି ଆଦାୟ କରିବା ପାଇଁ, ସେତେବେଳେ ଶ୍ରୀ ଠାକୁର କିନ୍ତୁ ନିରବ ରହିଯାଇଛନ୍ତି। କାରଣ ତାଙ୍କ ପାଖରେ ଭୂତ ବର୍ତ୍ତମାନ ଅତୀତ ସବୁ କିଛି ସମାନ। ଶ୍ରୀ ଠାକୁର ଯୋଉ କଥା ଗୀତାରେ କୁହାଯାଇଛି ଯେ ତାଙ୍କର ଅବ୍ୟକ୍ତ ରୂପ ଏ ଜଗତଟାକୁ ପରିବ୍ୟାପ୍ତ ହେଇକି ରହିଛି, ସବୁ କିଛିକୁ ପରିବ୍ୟାପ୍ତ ହେଇକି ରହିଛି। ଯାହାକୁ ଆମେ ଦେଖିପାରୁନା, ଜାଣିପାରୁନା, ସେ ଆମ ସମସ୍ତଙ୍କ ଭିତରେ ହିଁ ଅଛନ୍ତି। କିନ୍ତୁ ଗୀତାରେ ନବମ ଅଧ୍ୟାୟ ସେଇ କଥା ସେ କହୁଛନ୍ତି, ମୁଁ ସବୁ ଭିତରେ ଥାଇ କୋଉଥିରେ ନାହିଁ। ସେ ଠାକୁର ସବୁ ଭିତରେ ହିଁ ଥିଲେ, କିନ୍ତୁ କୋଉ ଭିତରେ ହିଁ ନଥିଲେ। ଆମମାନଙ୍କର ଲକ୍ଷ୍ୟ, ଆମମାନଙ୍କର ଉଦ୍ଦେଶ୍ୟ ଆମେ ତାଙ୍କୁ ହିଁ ପାଇବା। ତାଙ୍କୁ ପାଇଲେ ଯୋଉମାନେ ତାଙ୍କୁ ମଥାରେ ବହନ କରିକି ଚାଲନ୍ତି ସେମାନଙ୍କର ପୁନର୍ଜନ୍ମ ହୁଏ ନାହିଁ। ସେମାନେ ହିଁ ତାଙ୍କ ପାଖରେ ଥାନ୍ତି। ତାଙ୍କ ପାଖରେ ରହିବାର ଅର୍ଥ ହଉଛି ଯଦି ବର୍ତ୍ତମାନ ସେ ହିଁ ଅଛନ୍ତି, ସେ ହିଁ ତାଙ୍କ ପାଖରେ। ଆମେ ଗୋଟିଏ ଛୋଟିଆ ଲୀଳା କଥାଟିଏ ଶ୍ରୀ ଠାକୁରଙ୍କର କହୁଛି। ଶ୍ରୀ ଠାକୁର এই পদ্মার কূଳରେ ଯେଉଁ ସବୁ ହିମାୟତପୁର କଥା, ବାବନାର କଥା, ଶ୍ରୀ ଠାକୁର ସନ୍ଧ୍ୟାରେ ତାଙ୍କର ଯେତେବେଳେ ଶୟନ କରିବାକୁ ଯାଉଛନ୍ତି, ବିଶ୍ରାମ କରିବାକୁ ଯାଉଛନ୍ତି, ପଦ୍ମା ନଦୀ କୂଳରେ ତାଙ୍କର ଆବାସସ୍ଥାନ ଥିଲା। ଟିକେ ଯୋଉ ଜାଗାରେ ଥିଲେ ସେଠୁ ଅନେକ ଦୂର ଗୋଟିଏ ଟୋଟା ଦେଇକି ଯିବାକୁ ପଡିବ, ଅନ୍ଧାରିଆ ରାସ୍ତା। ତାରି ଭିତରେ ଶ୍ରୀ ଠାକୁର ଯାଉଛନ୍ତି। ତାଙ୍କ ସାଙ୍ଗରେ ଅଛନ୍ତି ତତ୍କାଳୀନ ସମ୍ପାଦକ ନମିତା। କିଛି ବାଟ ଗଲା ପରେ ଶ୍ରୀ ଠାକୁର ହଠାତ୍ ଅଟକି ଯାଉଛନ୍ତି ଗୋଟେ ଜାଗାରେ। এই ଅଟକି ଯିବା ଭିତରେ ଠାକୁର କାହା ସହିତ କଥା ହଉଛନ୍ତି, ନମିତା କିଛି ବୁଝିପାରୁନାହାନ୍ତି, ସେ ଦେଖିପାରୁନାହାନ୍ତି। କିନ୍ତୁ ଶ୍ରୀ ଠାକୁର କାହା ସହିତ କଥା ହଉଛନ୍ତି, ଏତେ ସମୟ ଧରି ଶ୍ରୀ ଠାକୁର କାହା ସହିତ କଥା ହଉଥିଲେ, ତାଙ୍କ ମନ ଭିତରେ ଗୋଟେ ପ୍ରଶ୍ନ ଆସିଲା। ତାପରେ କିଛି ସମୟ ପରେ ଠାକୁର ଚାଲେ, ତାଙ୍କ ସହିତ ନମିତା ଚାଲି ଚାଲି ଯାଉଛନ୍ତି। ନମିତାଙ୍କର ଜିଜ୍ଞାସୁ ମନ ଠାକୁରଙ୍କୁ ପଚାରିଲେ, ଠାକୁର ଆପଣ ଏତେ ସମୟ ଧରି କାହା ସାଙ୍ଗରେ ସେ ଛିଡା ହେଇ କଥା ହଉଥିଲେ, କେହି ତ ନଥିଲେ, ମୁଁ ତ କାହାକୁ ଦେଖିପାରିଲି, ଆପଣ କାହା ସାଙ୍ଗରେ କଥା ହଉଥିଲେ? ନାରୀ ନନି
तो देखिपारू मो पाख ज्योतिष आसला तार किसी दिन पूर्व से चली जाते से आसला मो पाख मत तारी कथा ही कहूला अनेक समय धरी सहित मुझे गल्प करूली आगे मु तो देखी पारे ना तोर से दर्शन हाँपाई से भाव में तू कि चेष्टा कर देखिपार जहाँ भी हो से बर्तमान किशोरी मोहन घर को गला कीर्तन करने मुझे जो कथा टी आगे कहूँ ज्योतिष घोष श्री ठाकुर पाखे ही से सब समय से केवल बुझुते ठाकुर बिना अन्य किसी से बुझु न ठाकुर का आज्ञा ही से राज्य मोर ठाकुर को खुशी करती संबल नथिला अति दरिद्र किंतु ताका मनटा बड़ थिला जुआड़े जाउथले श्री श्री ठाकुर भल भल जिन सब धरिक आसुले ठाकुर को दौले ठाकुर केमती खुशी हे से केमती प्रीत हे से केमती भल रहे यहाँ लक्ष्य यही जदि श्री श्री ठाकुर को विरुद्ध पदे कह कार्तिक धरिकी गोड़े यही जन से गोड़े 3 दिन धरी जंगल में फिरते ठाकुर जो डाकिले कहले जदि मनुष्य को जन्म देवार अधिकार तोर नाही जीवन देवार अधिकार तोर नाही तो मानव अधिकार किए देला ये पदे कथा से रही जाते ठाकुर कहते ठाकुर आपण निंदा सही जी था तो मरवा ये पद कथा कही से रही से जगदीश पुष्कर आउ के कहानी जानी समझते राति 9टा बेले पाखापाखि हम गोटे लंठन धरिकी श्री श्री ठाकुर सहित जाऊँ किशोरी मोहन को भोग गोटे जगह पड़िया जगह जो केड़ा मैंने कौन करती घुषुरी रखती राति घुषुरी आपण जानती से गोटे पदरे गोटे जगह एकाठी होती किंतु से मेष अमेध्य खाइले किंतु दल भितर शोता अवस्था से झाड़ा परिस्रा करते ना यहाँ मत शिखार अच्छे आम से दूर टी चली जाती से झाड़ा मल परिस्रा जहाँ इत्यादि पुणी दल भितर आसी शुणती बाहर छवि से जाने जदि उठिक आसो गोटे घुषुरी को काबू कर छवि अलग से ठाकुर लक्ष्य पड़ा से ठाकुर को बुझे देख बाघटा घुषुरी फल अच्छा खाइब तू गोटे कथा कह जा बाघ जेमती लड़ी करे तू बाघ रवि कर झाप दे जा अति खुशी भय न कर ठाकुर का आज्ञा ठाकुर जो कहते हसी हसी बाघाड़ को न पहुंचे 3 थर रवि करके बाघाड़ को जाए बाघ एपट लास्ट को भय कर जंगल पशिगला ठाकुर बास साबास ये हूँ ज्योतिष घोष ये कथा कहने तात्पर्य मोर या जे मो मध्य सब से ज्योतिष को चली गए सता कि ठाकुर पाठ नहीं कहे सब समय रुहति जो मैंने तद्गति संबर आम निर्वाण प्राप्तिर कथा कह निर्वाण प्राप्ति हूँ सहित रहे आम पुनर्जन्म हुए जो कथा गीता अच्छी तोर पाप सब स्वर्ग प्रथम जाए कि पाप सरीगले जी पुण्य सरीगले पुणी पुनर्जन्म लाभ करे पुनर्जन्म लाभ करने मोर जहाँ जहाँ कर्म कर तदनुजाई मोर पूर्वजन्म निर्धारित होता है आपने श्री श्री ठाकुर आउ जड़े भक्त नवघर घोष कथा आप समस्त जानते से भी जड़े मंदिर भक्त श्री श्री ठाकुर कथा रोते ठाकुर सेवा करते ठाकुर सब नफरा नफरा कहते
ସବୁବେଳେ ଖୋଜନ୍ତି, କିନ୍ତୁ ତାଙ୍କର ଗୋଟିଏ ଭାବ ଥିଲା ଯେ এই କ୍ଷୀର ଛେନା ପ୍ରତି ତାଙ୍କର ଆସକ୍ତ ଭାବ ଥିଲା, ଯେହେତୁ ସେ ଗୌଡ଼ ଲୋଭ ଥିଲା ଏବଂ ସେଇ ଲୋଭଟାକୁ ଥରିକି ସେ ମୃତ୍ୟୁବରଣ କଲେ। ପରବର୍ତ୍ତୀ ସମୟରେ ପୁଣି ସେ ଗୋପାଳ ଘରେ ଜନ୍ମ ହେଲେ। ଠାକୁରଙ୍କୁ ପ୍ରଶ୍ନ କରାଯାଇଛି, ଯେତେବେଳେ ସେ ଆସିଛନ୍ତି ପୁନର୍ଜନ୍ମ ଲାଭ କରି ଛୋଟିଆ ଛୁଆଟେ ହେଇ ମା ଏବଂ ବାପା କୋଳରେ ଆସିଛନ୍ତି ଠାକୁରଙ୍କ ପାଖକୁ, ଠାକୁରଙ୍କୁ ଦେଖି ଉତ୍ଫୁଲ୍ଲିତ ହଉଛନ୍ତି, ହସୁଛନ୍ତି, ଠାକୁରଙ୍କ ପାଖକୁ ଯିବାକୁ ଧାଉଁଛନ୍ତି। ଠାକୁର କହିଲେ ଅଫର ଆସିଛି ନା ଆଜ୍ଞା, ଆପଣଙ୍କ ପାଖରେ ଥିଲା। ପୁନର୍ଜନ୍ମ ପୁଣି ସେ ଗୋପାଳ ଘରକୁ ଗଲା, କାହିଁ ତାର ତ ଉନ୍ନତି ହେଲାନି ନା, ହାତର କଥା ଇଏ ବିଧିର କଥା, ନିୟତିର କଥା। ତାର ଏଇ ଯୋଉ ଦୁଧ ଦହି ଛେନା ପ୍ରତି ଯୋଉ ଆସକ୍ତ ଭାବ ଥିଲା, ସେଇଟାକୁ ପୁନର୍ଜନ୍ମ ପାଇଁ ଟାଣି ନେଇଗଲା ଏବଂ ସେଇ ବଂଶରେ ହିଁ ଜନ୍ମ ହେଲା। ତେଣୁ ସେ ଠାକୁର ଯୋଉ କଥା କହିଛନ୍ତି, କେତେ ଦୂର ସତର୍କ ହେଇକି ଆମକୁ ଚାଲିବାକୁ ପଡ଼ିବ। ଆମେ ନଜରଦାର ନିଷ୍କୃତି ସତରେ ସଦାଚାର କରୁଛନ୍ତି ସତ, କିନ୍ତୁ କେତେ ଦୂର କରୁଛି ମୁଁ ନିଜକୁ ପଚାରି ବୁଝି। ମୁଁ ତାକୁ କେତେ ଦୂର ଧରିଛି, କେତେ ଦୂର ତାଙ୍କ ନିରହଙ୍କାର ହେଇକି ଚାଲିଛି, ସମସ୍ତଙ୍କ ପ୍ରତି ସାମ୍ୟବାଦ, ସମସ୍ତଙ୍କୁ ନେଇକି ମୁଁ ଚାଲୁଛି। ଏଇ ମୋର ମନେ ପଡୁଛି ବିଗତ ଦିନର କଥା ଗୁଡାକ ମନ ଭିତରେ ଶୋକ ହେଇ ଉଠି ମାରୁଛି। ଏ ବଂଶର ଭୋଜ ମାଟି, କଳାର ମାଟି, এই ଜାଗାରେ ଭଜନ କୀର୍ତ୍ତନ ହେଲା, ସ୍ୱତଃ ଗୋଟେ ଭାଇବ୍ରେସନ ସୃଷ୍ଟି ହେଉଛି। କାରଣ ଆପଣମାନଙ୍କ ଭିତରେ ଏତେ ଗୁଣର ଅଧିକାରୀ ଅଛନ୍ତି। ବିଗତ ଦିନ ମାନଙ୍କରେ ମୁଁ ଦେଖିଛି ପବିତ୍ର ବେହେରା ରହିଥିଲେ, ମିଠି ଯଦି ବାଲେଶ୍ୱର ପିଲା, ଏ ଅଞ୍ଚଳରେ ରବୀନ୍ଦ୍ର ରଣା ରହୁଥିଲେ, ପଟ୍ଟନାୟକ ଭାଇ କେତେ କାମ କରୁଥିଲେ, କେତେ ଆନନ୍ଦ ସେଇ ସମୟରେ ଥିଲା, କେତେ ସଂଗତି ଥିଲା। এই ଉତ୍କଳ ଆଗମୀ ସ୍ମୃତି ମହୋତ୍ସବ ଆପଣଙ୍କର ଭଞ୍ଜନଗର ମାଟିରୁ ପ୍ରଜ୍ଞାପନ ମେଳ ଯାଉଥିଲା। ମୁଁ ଦେଖିଛି ସେଇ ସମୟରେ ଏ ପ୍ରଜ୍ଞାପନ ମେଳ ସମସ୍ତଙ୍କ ଆଗରେ ଥିଲା। ଏ ଅଞ୍ଚଳ ଭଲ ସୁନ୍ଦର ଭାବରେ ଭଜନ କୀର୍ତ୍ତନ କରୁଥିଲେ। ମହାରଣା ଭାଇ, ଧ୍ରୁବ ଭାଇ ଦିଗପଟରେ କଥା କହୁଥିଲେ। ଦିଗପଟରେ ଯୋଉ ସୁନ୍ଦର ମେଢ ସଜାସଜି କରିଥିଲେ, ଠାକୁରଙ୍କୁ ସଜେଇଥିଲେ, ଆଜି ପର୍ଯ୍ୟନ୍ତ ମଧ୍ୟ ସେଇଟା ମୋ ମନ ଭିତରେ ଗୁଞ୍ଜରଣ କରୁଛି। ଏଇ ଜାଗାରେ ମଧ୍ୟ ମୁଁ ଦେଖୁଛି ଗୋଟେ ଖୁବ ଆନନ୍ଦ ଲାଗୁଛି। ଏଇ କଳା ଏଇ ମାଟିରେ ହିଁ ମିଳେ। ତେବେ ମୋର ବାକ୍ୟ ସାଙ୍ଗ କରିବା ପୂର୍ବରୁ ଗୋଟିଏ ଅନୁରୋଧ ରହୁଛି ଆପଣମାନଙ୍କ ପାଖରେ, ଏଇ କଳାକୁ ବଞ୍ଚେଇ ରଖନ୍ତୁ। ଯେହେତୁ ଟିକିଏ ସୂଚନା ଦେଲେ ଉତ୍କଳ ଆଗମୀ ସ୍ମୃତି ଉତ୍ସବ ସହିତ ମୁଁ ଜଡ଼ିତ ଅଛି। ଆପଣମାନେ ସମସ୍ତେ ଯିବେ, ପୁରୀକୁ ଯିବେ। ଶ୍ରୀ ଶ୍ରୀ ଠାକୁର ବଙ୍ଗଳା ବାହାରେ କେବଳ ଓଡ଼ିଶାକୁ ଆସିଥିଲେ। ଦୀର୍ଘ ଦିନ ଧରି এই ଓଡ଼ିଶା ପେଟରେ লীଳା କରିଛନ୍ତି। ଉତ୍କଳ ଆଗମୀ ସ୍ମୃତି ମହୋତ୍ସବ ତାର ଉଦ୍ଘାଟନ ହୁଏ ପୁରୀ ଉତ୍ସବରେ, ଆଉ ଉଦ୍ଯାପନ ହୁଏ ଷାଠିଏ ଉପାଳରେ। ତେଣୁ ଆପଣମାନେ ଅନ୍ତତଃ ଏଇ ଦୁଇ ଉତ୍ସବକୁ ଯିବା ପାଇଁ ସାଧ୍ୟ ଚେଷ୍ଟା କରିବେ। ଆପଣଙ୍କର ପ୍ରଜ୍ଞାପନ ମେଢ କୀର୍ତ୍ତନ ଆଦି ମଧ୍ୟ ନେବେ। ଯେଉଁମାନେ ଘର ନେବାକୁ ଚାହୁଁଛନ୍ତି ବା ବିଭିନ୍ନ ବିଭାଗରେ ଭାଗ ନେବାକୁ ଚାହୁଁଛନ୍ତି, ତା ଆଗରୁ ଆପଣଙ୍କୁ ଜଣେଇବେ। ମୋ ନମ୍ବର ମଧ୍ୟ ଆପଣମାନେ ଦେଖିବେ। ସେ ଯେଉଁ ଆପଣମାନଙ୍କୁ ଯେଉଁ ଲିଫଲେଟ୍ ଦିଆଯାଇଛି ସେଥିରେ ମଧ୍ୟ ଆପଣଙ୍କର ନମ୍ବର ଅଛି। ଆପଣ ସେଇ ନମ୍ବରରେ ଯୋଗାଯୋଗ କରିବେ। ଯଥେଷ୍ଟ ପୂର୍ବରୁ ଅନ୍ତତଃ 15 ଦିନ ପୂର୍ବରୁ କି କେଉଁ ବିଭାଗରେ ଭାଗ ନେବ, କି ସଙ୍ଗୀତରେ, କି ନୃତ୍ୟରେ, କି କଳାରେ, ଆଉ ଯେଉଁମାନେ ଘର ନେବାକୁ ଚାହିଁବେ ସେମାନେ ମଧ୍ୟ ଆମକୁ ଜଣେଇବେ। କିନ୍ତୁ ସମସ୍ତେ ଯେମିତି ହେଲେ ପୁରୀକୁ ଯିବେ। ପରିଶେଷରେ ଆପଣମାନଙ୍କ ସମସ୍ତଙ୍କର ଶାରୀରିକ ଉନ୍ନତି କରିବେ। ଦୟାକରି ଆପଣ ପ୍ରାର୍ଥନା ନିବେଦନ করে প্রসেব সেই আপনাদের সত্য করুন। দয়া করে আপনার জয়